ଯେଉଁମାନଙ୍କର ଚାଲାଣ କଟିଛି ଆପଣଙ୍କ ପାଇଁ ଏଇ ଭିଡିଓଟି। ଆପଣଙ୍କ ଯଦି 500 ଟଙ୍କା, 1000, 5000, 10,000 ଟଙ୍କା ମଧ୍ୟ ଚାଲାଣ ଯଦି କଟିଛି, ଆପଣ ଟଙ୍କା 2000 ମଧ୍ୟ ସେଟଲମେଣ୍ଟ କରିପାରିବେ। ଯଦି 500 ଟଙ୍କା ଚାଲାଣ କଟିଛି, ଆପଣ 100 ଟଙ୍କାରେ ମଧ୍ୟ ଆପଣ ସେଟଲମେଣ୍ଟ କରିପାରିବେ। କୌଣସି ଆପଣ ଅସୁବିଧା ହେବ ନାହିଁ। ସରକାର ଏଭଳି ନିୟମ ଆଣିଛନ୍ତି, ଆପଣମାନେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣଙ୍କୁ ବହୁତ ବହୁତ ବେନିଫିଟ ହବ। ବହୁତ ସାରା କଲେଜ ଛୁଆ ଅଛନ୍ତି, ବହୁତ ସାରା ଫ୍ୟାମିଲି ଅଛନ୍ତି ଯେଉଁମାନେ ଚାଲାଣ ଭରି ପାରୁନାହାନ୍ତି। ସରକାର ସେଥିପାଇଁ କି ଗୋଟେ ନୂଆ ନିୟମ ମଧ୍ୟ ଆଣିଛନ୍ତି। ଭିଡିଓଟିକୁ ଦେଖନ୍ତୁ, ଆପଣମାନେ ଡିଟେଲ୍ସ ବୁଝିବେ, କୋଉଠିକି ଯିବେ, କଣ କରିବେ, କଣ ଡକୁମେଣ୍ଟ ନେଇକି ଯିବା ଦରକାର, କୋଉ ସମୟରେ ଗଲେ ହବ, ସବୁ କିଛି ଡିଟେଲ୍ସ ଆପଣମାନେ ଜାଣିପାରିବେ। ଆପଣ ଯେକୌଣସି ଜିଲ୍ଲାରେ ମଧ୍ୟ ହଉ, ଆପଣ ଗୋଟିଏ ଜାଗାକୁ ଗଲେ ଆପଣ ସବୁ କିଛି ସଲ୍ଭ ମଧ୍ୟ ପାଇପାରିବେ। ଧରିନିଅନ୍ତୁ ଆପଣ 5,000 ଟଙ୍କା ଚାଲାଣ କଟିଛି, ଆପଣ 5,000 ଟଙ୍କା ଦେଇପାରୁନାହାନ୍ତି, ସେ 5,000 ଟଙ୍କାରେ ମଧ୍ୟ 1,000, 2,000 ଟଙ୍କା ଦେଲେ ମଧ୍ୟ ଆପଣଙ୍କର ସବୁ କିଛି ହେଇଯିବ। ଚାଲାଣ ମଧ୍ୟ ସେଟଲମେଣ୍ଟ ହେଇଯିବ। କୌଣସି କଥାରେ ଅନଲାଇନରେ ଦେଖେଇବ ନାହିଁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କଣ ପାଇଁ କଣ କରିବାକୁ ପଡିବ। ତେବେ ପ୍ରଥମେ ଜାଣନ୍ତୁ, ମାର୍ଚ୍ଚ 14 ତାରିଖ ଶନିବାର ଦିନ ସାରା ଓଡ଼ିଶାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ ବା ନ୍ୟାସନାଲ ଲୋକ ଅଦାଲତ। ସେଇ ଲୋକ ଅଦାଲତରେ ଆପଣମାନେ ସେଇଠିକି ଯିବେ, ସେଇଠି ଆପଣ ଚାଲାଣ ଭରିବେ। ଚାଲାଣ କେତେ ପ୍ରତିଶତ ରିହାତି ମିଳିବ, ଆଉ ସାଙ୍ଗରେ କଣ ଡକୁମେଣ୍ଟ ନେଇକି ଯିବେ। ତେବେ କେଉଁ କେସ୍ ପାଇଁ କି ଚାଲାଣ ଆପଣଙ୍କ ସମାଧାନ ହେବ, 20% ଆପଣ ଦେଇକି ରିଲିଫ ମଧ୍ୟ ପାଇବେ, ସେ ବିଷୟରେ ମଧ୍ୟ ଜାଣିବେ। ସବୁଠୁ ବଡ କଥା ହେଲା ଲୋକ ଅଦାଲତ କଣ। ଲୋକମାନେ ମଧ୍ୟ ପ୍ରାୟ ଜାଣୁନଥିବେ ଲୋକ ଅଦାଲତ ଆମେ କୋଉଠୁ ଯିବୁ, ଆମେ କେମିତି ଚାଲାଣ ଦବୁ, ସେଇଟା ମଧ୍ୟ ଆପଣମାନେ ଜାଣିବା ଦରକାର। ଦେଖନ୍ତୁ, ଅଦାଲତ କୌଣସି ସାଧାରଣ କୋଠରୀ ନୁହେଁ, ଯେଉଁଠି ବର୍ଷ ବର୍ଷ ଧରି ତାରିଖ ପରେ ତାରିଖ ମିଳିବ, କିନ୍ତୁ ଏହା ହେଉଛି ଏକ ସମାଧାନର ରାସ୍ତା। ମାର୍ଚ୍ଚ 14 ତାରିଖ 2026 ଶନିବାର ଦିନ ସାରା ଭାରତରେ ବା ଓଡ଼ିଶାରେ ମଧ୍ୟ ଏହି ସୁବିଧା ମିଳିବ। ତେବେ ଏଠାରେ ଆପଣଙ୍କୁ ଓକିଲ କରିବାକୁ ପଡିବ ନାହିଁ। ଆପଣ ନିଜେ ଚାଲାଣ ଧରିବେ, ନିଜ ଡକୁମେଣ୍ଟ ଧରିବେ, ଆପଣ ବସିବେ। ଜଜଙ୍କ ସାମ୍ନାରେ ନିଜର ଅସୁବିଧା ଜଣାଇବେ, ସେଇଠି ସମସ୍ତେ ବସିଥିବେ, ସେଇଠି ସେଟଲମେଣ୍ଟ ମଧ୍ୟ ହେବ। ତେବେ ପ୍ରଥମେ ହଉଛି କେଉଁ କେଉଁ ଜିଲ୍ଲାରେ କେଉଁ କୋର୍ଟକୁ ଆପଣମାନେ ଯିବେ। ଦେଖନ୍ତୁ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ନୟାଗଡ଼, ଏମିତି ସବୁ ଜିଲ୍ଲାରେ ମଧ୍ୟ ଆପଣଙ୍କର ଲୋକ ଅଦାଲତ ସେଇ ଗୋଟିଏ ଡେଟ୍ରେ ହେବ, ମାର୍ଚ୍ଚ 14 ତାରିଖରେ। ଏଇଟା ମନେ ରଖନ୍ତୁ। ଆଉ କେତେ ଟଙ୍କାରେ କେତେ ଟଙ୍କା ରିହାତି ମିଳିବ ସେଇଟା ମଧ୍ୟ ଜାଣି ନିଅନ୍ତୁ। ଦେଖନ୍ତୁ, ଧରି ନିଅନ୍ତୁ ଆପଣଙ୍କର ଏକ ନୟାଗଡ଼ରେ ଅଛି, ଆପଣ କଣ୍ଟିଲୋରେ ମଧ୍ୟ ଆପଣ ସେଇଠି ଯାଇକି ଦେଖିପାରିବେ। ଯଦି ଆପଣମାନେ କୋଉ ଟାଇମରେ ଯିବେ, ଦେଖନ୍ତୁ ତାର ଗୋଟେ ହେଲ୍ପ ଡେସ୍କ ଅଛି ଲୋକ ଅଦାଲତରେ। ଆପଣ ସକାଳ 9:30ରୁ 9:30ରୁ 10:30 ମଧ୍ୟରେ ପହଞ୍ଚିବେ। ଆଉ ସେଠି ମାତ୍ର 3ରୁ 4 ଘଣ୍ଟା ମଧ୍ୟ ହବ। ସମସ୍ତେ ସେଇଠି ବସିଥିବେ, ସେଇଠି ମଧ୍ୟ ଆପଣଙ୍କୁ ଟୋକନ ମିଳିବ। ଚାଲାଣ ମଧ୍ୟ ଆପଣଙ୍କର ଯେତିକି ଅଛି 50ରୁ 90% ପର୍ଯ୍ୟନ୍ତ ଆପଣଙ୍କୁ ରିହାତି ମିଳିବ। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଲା ଟଙ୍କା କେମିତି କମିବ, ସମ୍ପୂର୍ଣ୍ଣ ଭାବେ ଆପଣମାନେ ଜାଣନ୍ତୁ। ଯଦି ଆପଣଙ୍କର 10,000 ଟଙ୍କାର ଚାଲାଣ ଅଛି, ସେଥିରେ ଆପଣଙ୍କୁ 50ରୁ 90% ରିହାତି ମିଳିପାରେ। ସାଧାରଣତଃ କଣ କେମିତି ରିହାତି ମିଳିବ, ଯଦି ହେଲମେଟ ନ ପିନ୍ଧିଥିବେ, ସିଟ୍ ବେଲ୍ଟ ନ ପିନ୍ଧିଥିବେ, ଡ୍ରାଇଭିଂ ଲାଇସେନ୍ସ ନଥିବ, ଆପଣ ପଲ୍ୟୁସନ ନଥିବ, ଏଇ ସବୁ ଜୋରିମାନା ଉପରେ 50ରୁ 90% ଆପଣଙ୍କର ଫାଇନ ମଧ୍ୟ କଟିଯିବ, ସେଟଲମେଣ୍ଟ ହୋଇଯିବ। ଯଦି 5,000 ଟଙ୍କା ଧରିନିଅ କଟିଛି, ଆପଣ 1500 ଟଙ୍କା ଦେଇକି ଆପଣ ସେଟଲମେଣ୍ଟ କରିପାରିବେ। ଏଇ ସବୁ ଆପଣଙ୍କ ଯୋଉ ଫାଇନ ଲାଗିଥିବ, ଚାଲାଣ କଟିଥିବ, ଏସବୁରେ ରିହାତି ଅଛି। ତା ସହିତ ସାଥିରେ ଆପଣ କଣ କଣ ଡକୁମେଣ୍ଟ ନେଇକି ଆସିବା ଦରକାର। ଦେଖନ୍ତୁ, ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସ ଡିଏଲ ବା ଗାଡିର ଆରସି ବୁକ୍, ଆଧାର କାର୍ଡ, ଏସବୁ ଡକୁମେଣ୍ଟ ନିହାତି ଆଣିଥିବା ଦରକାର। ତା ସହିତ ମଧ୍ୟ ଆପଣ ଗାଡି ନମ୍ବର ମଧ୍ୟ ଜାଣିଥିବା ଦରକାର। ଗାଡି ନମ୍ବର ତ ଆପଣ ଚାଲାଣରେ ଥିବ। କୋର୍ଟ ଭିତରେ ଲୋକ ଅଦାଲତ ଡେସ୍କରେ ସବୁ ଦସ୍ତାବିଜ ଦେଖାଇଲେ ସେମାନେ ଆପଣଙ୍କୁ ସହଜରେ ସାହାଯ୍ୟ କରିବେ, ଆଉ ଆପଣଙ୍କୁ ମଧ୍ୟ ଚାଲାଣ ରିହାତି ମିଳିବ। କିନ୍ତୁ ଜାଣନ୍ତୁ, କେଉଁ ଲୋକଙ୍କୁ ମିଳିବ ନାହିଁ ରିହାତି, ସାବଧାନ ଆପଣମାନେ ଜାଣି ରଖନ୍ତୁ। ଅଦାଲତରେ ମଦ୍ୟପାନ ଗାଡି ଚଲାଇବା ବା ଡ୍ରାଇଭିଂ ଲାଇସେନ୍ସ ଦୁର୍ଘଟଣା ଘଟିଥିବା ବା ଅନ୍ୟ କୌଣସି ଲୋକଙ୍କୁ ମାରପିଟ କରିଥିବା କ୍ରିମିନାଲ ଅଫେନ୍ସ ସବୁ ଚାଲାଣ ଯୋଉ କଟିଥିବ, ସେଥିରେ ମାଫ ହେବ ନାହିଁ। ଯୋଉମାନଙ୍କର ସେ ସବୁ ଚାଲାଣ କରିଛି, ଆପଣ ଦୟାକରି ଆସନ୍ତୁ ନାହିଁ। ଆପଣଙ୍କୁ ଚାଲାଣ କୌଣସି ପ୍ରକାର ରିହାତି ମିଳିବ, ଯେତିକି ଚାଲାଣ ଅଛି ସେତିକି ଟଙ୍କା ଆପଣଙ୍କୁ ଦେବା ପାଇଁ ପଡିବ, ମନେ ରଖନ୍ତୁ। ଆଉ ତା ସହିତ ଆଉ ତା ସହିତ ଆଉ ତା ସହିତ ମନେ ରଖନ୍ତୁ, ମାର୍ଚ୍ଚ 14 9:30ରୁ 10:30 ଭିତରେ ଆପଣ ପହଞ୍ଚିବେ। ନିଜର ଲୋକ ଅଦାଲତରେ ପହଞ୍ଚିବେ, ଏସବୁ ଡକୁମେଣ୍ଟ ଧରିକି ଯାଇଥିବେ। ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସରକାର ଆଣୁଛନ୍ତି।
ପାଏ ଲକ୍ଷ ଲକ୍ଷ କୋଟି ଟଙ୍କା ଏବେ ପଡିଛି କେବଳ ଚାଲାଣ ହେଇକି ଲୋକମାନେ ଦେଇପାରୁନାହାନ୍ତି। ଲୋକଙ୍କର ଫାଇନ ଉପରେ ଫାଇନ ପଡୁଛି। ଲୋକ ଗାଡି ମଧ୍ୟ ବିକି ପାରୁନାହାନ୍ତି। ଲୋକ ଡ୍ରାଇଭିଂ ଲାଇସେନ୍ସ ହଇରାଣ ହଉଛନ୍ତି। ବିଭିନ୍ନ ପ୍ରକାର ହଇରାଣ ହଉଛନ୍ତି। ପଲ୍ୟୁସନ ସାର୍ଟିଫିକେଟ କରିପାରୁନାହାନ୍ତି କେବଳ ଚାଲାଣ ଯୋଗୁରୁ। ଆଉ ସରକାର ଏତେ ସୁବିଧା ଆଣୁଛନ୍ତି, ନିଶ୍ଚିନ୍ତ ଆପଣମାନେ ଚାହିଁକି କରିପାରିବେ। ଆଉ ଯଦି ଏ ବିଷୟରେ ଅଧିକ ଆପଣଙ୍କର ଡାଉଟ୍ ହଉଛି, କିଛି ଜାଣିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଯାହାଫଳରେ ଆପଣ ପୁରା ଡିଟେଲ୍ସ ମଧ୍ୟ ଆମେ ଆପଣଙ୍କୁ ସାହାଯ୍ୟ କରିବୁ। ଆଉ ଚାଲାଣ କଟିବାର ଆପଣ ମ୍ୟାକ୍ସିମମ୍ 1 ମନ୍ଥ ଭିତରେ ଦେଖିବେ ଆପଣ ଅନଲାଇନ ଆଉ କୌଣସି ପ୍ରକାର ଦେଖୁନଥିବ। ଯଦି ଆପଣଙ୍କୁ ରିହାତି ମିଳିଥିବ। କିନ୍ତୁ ରିହାତି କୋଉଥିରେ ମିଳିବ ଆପଣ ଜାଣିଦେଲେ। ଆଉ ରିହାତି କୋଉଥିରେ ନ ମିଳିବ ସେଇଟା ମଧ୍ୟ ଜାଣିଲେ। ଭିଡିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ଆପଣ ଗୋଟିଏ ସେୟାର ହୁଏତ କାହାର ଝାଳ ବୁହାଦାନ ରହିଯିବ। ବହୁତ କଷ୍ଟରେ ଜଣେ ଲୋକଟିଏ ଚାଲାଣ ଭରୁଥିବ, ଗରିବ ଲୋକଟିଏ ଦେଇପାରୁନଥିବ, ତାର ମଧ୍ୟ ରହିଯିବ। ଆଉ ମନେ ରଖନ୍ତୁ ଟ୍ରାଫିକ ରୁଲ ମାନନ୍ତୁ, ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ। ଯାହାଫଳରେ ଆମେ ସୁରକ୍ଷିତ ରହିଲେ ଆମ ପରିବାର ମଧ୍ୟ ସୁରକ୍ଷିତ ରହିବ।